ଭିକାରୀ को राजा କରିଦେବ ଶନିଗ୍ରହ। ମାର୍ଚ୍ଚରୁ ଧନ ସମ୍ପତ୍ତିରେ ପତି ହେବେ ଏହି ଲୋକ। ନ୍ୟାୟର ଦେବତା ଶନି ମୀନ ରାଶିରେ ପ୍ରବେଶ କରି ଗୋଚର କରିବାକୁ ଯାଉଛନ୍ତି। 30 ବର୍ଷ ପରେ ଶନିଙ୍କ ମୀନ ରାଶିରେ ପ୍ରବେଶ ଏକ ବିରାଟ ପରିବର୍ତ୍ତନ ଆଣିବ ଏବଂ 3ଟି ରାଶିର ଲୋକଙ୍କ ଭାଗ୍ୟକୁ ପରିବର୍ତ୍ତନ କରିବ। 2025ରେ ମୀନ ରାଶିରେ ଶନି କରିବେ ଗୋଚର। ଜ୍ୟୋତିଷ ଶାସ୍ତ୍ରରେ 9ଟି ଗ୍ରହ ମଧ୍ୟରୁ ଶନି ଏପରି ଏକ ଗ୍ରହ ଯାହାକୁ ସମସ୍ତେ ଭୟ କରନ୍ତି। କାରଣ ଯଦି ଶନି ଗ୍ରହ ଅସୁବିଧା ସୃଷ୍ଟି କରିବାକୁ ଆସନ୍ତି ତେବେ ସେ ଆପଣଙ୍କୁ ରାତାରାତି ରାଜାରୁ ଭିକାରୀ କରିଦେବେ। ମାନେ ଆପଣ ଯଦି ରାଜା ଥିବେ ଗୋଟେ ରାତିରେ ଆପଣ ଭିକାରୀ ହେଇଯିବେ। ଆଉ ଯଦି ସେ ଦୟାଳୁ ହୁଅନ୍ତି ତେବେ ସେ ଆପଣଙ୍କୁ ଭିକାରୀରୁ ରାଜା ମଧ୍ୟ କରିଦେବେ। ତ ସେଥିପାଇଁ ଶନି ଗ୍ରହକୁ ଏପରି ଗ୍ରହ କୁହାଯାଏ ଯାହା ଜଣେ ଗରିବକୁ ରାଜା ଏବଂ ଜଣେ ରାଜାକୁ ଗରିବ କରିଥାଏ। ଶନି 30 ବର୍ଷ ପରେ ବୃହସ୍ପତିଙ୍କ ରାଶି ମୀନରେ ପ୍ରବେଶ କରିବାକୁ ଯାଉଛନ୍ତି। 29 ମାର୍ଚ୍ଚ 2025ରେ ଶନି କୁମ୍ଭ ରାଶି ଛାଡ଼ି ମୀନ ରାଶିରେ ପ୍ରବେଶ କରିବେ। ମୀନ ରାଶିରେ ଶନିଙ୍କ ଗୋଚର ବହୁତ ପରିବର୍ତ୍ତନକାରୀ ପ୍ରମାଣିତ ହେବ। ଏହା 3ଟି ରାଶି ଉପରେ ବହୁତ ଶୁଭ ପ୍ରଭାବ ପକାଇବ। ଏହି ଲୋକମାନେ ସେମାନଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଅପ୍ରତ୍ୟାଶିତ ପ୍ରଗତି ଦେଖିପାରନ୍ତି। ଆସନ୍ତୁ ଜାଣିବା କେଉଁ ରାଶିର ଲୋକ ଶନିଙ୍କ ଦ୍ୱାରା ଆଶୀର୍ବାଦ ପାଇବେ। ପ୍ରଥମ ରାଶିଟି ହେଉଛି ବୃଷ ରାଶି। ଶନିଙ୍କ ରାଶି ପରିବର୍ତ୍ତନ ବୃଷ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ଫଳ ଦେବ। ଏହି ଲୋକମାନଙ୍କର ଆୟରେ ଆଶାତୀତ ବୃଦ୍ଧି ହୋଇପାରେ। ଯେଉଁ ଚାକିରିରେ ପଦୋନ୍ନତି ଅପେକ୍ଷାରେ ଥିଲେ ତାହା ଏବେ ମିଳିବ। ବ୍ୟବସାୟରେ ପ୍ରଚୁର ଲାଭ ହେବ। ଆପଣଙ୍କୁ ହଠାତ୍ କିଛି ବଡ଼ ସଫଳତା ମିଳିପାରେ। ମନ ଖୁସି ରହିବ। ଆପଣ ଆପଣଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବେ। ପ୍ରେମ ଜୀବନ ଏବଂ ବୈବାହିକ ଜୀବନ ଭଲ ରହିବ। ଦ୍ୱିତୀୟ ରାଶିଟି ହେଉଛି ତୁଳା ରାଶି। ଏହି ରାଶିର ଲୋକଙ୍କ ପ୍ରତି ଶନିଦେବଙ୍କ ମଧ୍ୟ ବହୁତ ଦୟା ହେବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିପାରେ। ଯଦି ଆପଣଙ୍କର କୋର୍ଟ କଚେରୀରେ କିଛି ଚାଲିଛି, କେସ୍ ଏକା ଚାଲିଛି, ତ ସେଥିରେ ଆପଣଙ୍କୁ ସଫଳତା ମିଳିବ। ଯେଉଁମାନେ ଚାକିରି କରୁଛନ୍ତି ସେମାନେ ପଦ ଉନ୍ନତି ବୃଦ୍ଧି ପାଇପାରନ୍ତି। ଆପଣ ଏକ ବଡ଼ ପ୍ରକଳ୍ପ ପାଇପାରିବେ। ଆର୍ଥିକ ପରିସ୍ଥିତିରେ ଏକ ବଡ଼ ଉନ୍ନତି ହେବ। ତୃତୀୟ ରାଶିଟି ହେଉଛି ମକର ରାଶି। ମକର ରାଶିର ଲୋକଙ୍କୁ ଶନି ବହୁତ ଲାଭ ଦେବେ। ଆପଣଙ୍କର ଆତ୍ମବିଶ୍ୱାସ ଏବଂ ସାହସ ବୃଦ୍ଧି ପାଇବ। ଆପଣଙ୍କୁ ହଠାତ୍ ଟଙ୍କା ମିଳିବ। ବାକି ଥିବା ଟଙ୍କା ଫେରସ୍ତ ହେବ। ଆପଣ ଯଦି କାହାକୁ କିଛି ଟଙ୍କା ବାକି ଦେଇଛନ୍ତି ତ ଆପଣଙ୍କୁ ଏବେ ସେହା ଫେରସ୍ତ ହେବ। ଚାକିରି ଏବଂ ବ୍ୟବସାୟରେ ଆପଣଙ୍କର ପ୍ରଗତି ହେବ। ଆପଣ ଜୀବନରେ ଖୁସି ପାଇବେ।